जय जगन्नाथ आपणମାନଙ୍କୁ प्रज्योतिष्वलକୁ ସ୍ୱାଗତ। विद्यार देवी ज्ञानर प्रकाश शुभ और पवित्रतार स्वरूप माँ सरस्वतीଙ୍କର पूजा आमर 23 ଜାନୁଆରୀ शुक्रवार दिन पड़ुଛି। माघ मासर शुक्ल पक्षर पंचमी तिथि माँ सरस्वतीଙ୍କର पूजा କରାଯାଏ। ସେହି ଦିନଟିକୁ ବସନ୍ତ ପଞ୍ଚମୀ ବା ଶ୍ରୀ ପଞ୍ଚମୀ ଭାବେ ମଧ୍ୟ କୁହାଯାଇଥାଏ। ଏହି ବର୍ଷ ଆମର 23 ଜାନୁଆରୀ ଶୁକ୍ରବାର ଦିନ ଶ୍ରୀ ପଞ୍ଚମୀ ବା ସରସ୍ୱତୀ ପୂଜା ରହୁଛି, ଯେଉଁ ଦିନ ଆମର ରଥକାଠ ଅନୁକୂଳ ହୋଇଥାଏ। ତା ବ୍ୟତୀତ ବଦ୍ରୀନାଥ, କେଦାରନାଥ ସେଇ ଯେଉଁ ଛୋଟ ଧାମ କହନ୍ତି ତାଙ୍କର ଡେଟ୍ ମଧ୍ୟ ଏଇ ଶ୍ରୀ ପଞ୍ଚମୀ ଦିନ ହିଁ ନିରୂପାୟ କରାଯାଇଥାଏ ବା ଗୋଟେ ଡେଟ୍ ଫିକ୍ସ କରାଯାଇଥାଏ। ଦେଖନ୍ତୁ ତ ଏହି ଦିନ ଆପଣ ଯଦି ମୁଁ ଆପଣଙ୍କୁ ଖଡ଼ିରତ୍ନ ପଞ୍ଜିକାରୁ ହିଁ ସୁଟ୍ କରି ଦେଖାଉଛି ତ ଆପଣଙ୍କର ଦେଖନ୍ତୁ 23 ଜାନୁଆରୀ ଶୁକ୍ରବାର ଶ୍ରୀ ପଞ୍ଚମୀ ରହୁଛି। ସେଦିନ ବେଲ ଖାଇବା ନିଷେଧ ରହିଛି। ଅଦ୍ୟ ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ। ଆପଣ ଯଦି ଦେଖନ୍ତୁ ଏଇଟା ଗୋଟେ ଏତେ ଭଲ ଦିନଟି ନା, ତ ଏଇ ଦିନରେ ସବୁ କିଛି ଶୁଭ କାର୍ଯ୍ୟ ହେଇଥାଏ। ମାନେ ଆପଣଙ୍କୁ ସମୟ ଦେଖିବାକୁ ପଡ଼େ ନା। ତା ବ୍ୟତୀତ ଯେତିକି ବି ଶୁଭ କାର୍ଯ୍ୟ, ମାଙ୍ଗଳିକ କାର୍ଯ୍ୟ ତ ସବୁ କିଛି ହେଇଥାଏ। ତ ଆପଣ ଯଦି ବି ଶୁଭ କାର୍ଯ୍ୟ କିଛି ମାନେ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଯଦି ତିଥି ଦେଖିବାକୁ ଚାହୁଁଛନ୍ତି, ବେଳା ଦେଖିବାକୁ ଚାହୁଁଛନ୍ତି, ମୁଁ ଆପଣଙ୍କୁ ଦେଖେଇ ଦଉଛି। ତ ଅମୃତ ବେଳେ ଆପଣଙ୍କର ରହୁଛି ସୂର୍ଯ୍ୟୋଦୟରୁ ସକାଳ 8ଟା 4 ମଧ୍ୟରେ। ତ ସୂର୍ଯ୍ୟୋଦୟ ଆପଣଙ୍କ 6ଟା 27ରେ ହେଉଛି। ତ 6ଟା 27ରୁ ସକାଳ 8ଟା 4 ମଧ୍ୟରେ ଗୋଟେ ରହୁଛି। ତାପରେ 8ଟା 51ରୁ ସକାଳ 11ଟା 15 ମଧ୍ୟରେ ଗୋଟେ ରହୁଛି। ତାପରେ ଅପରାହ୍ନ 1ଟା 39ରୁ 3ଟା 15 ପର୍ଯ୍ୟନ୍ତ ରହୁଛି। ତାପରେ ଅପରାହ୍ନ 4ଟା 49ରୁ ସୂର୍ଯ୍ୟାସ୍ତ 5ଟା 29 ପର୍ଯ୍ୟନ୍ତ ରହୁଛି। ତାପରେ ରାତି 7ଟା 9ରୁ 8ଟା 45 ମଧ୍ୟରେ ରହୁଛି। ଆପଣ ଯଦି ମାହେନ୍ଦ୍ର ବେଳା ଦେଖିବାକୁ ଚାହୁଁଛନ୍ତି ତ ମାହେନ୍ଦ୍ର ବେଳା ବିଶେଷ କରି ରାତ୍ରି ସମୟ ଦେଇଛି। ଗୋଟେ ଦେଇଛି ରାତ୍ରି 10ଟା 21ରୁ 11ଟା 9 ଭିତରେ। ତ ସେଇ ରାତି ସମୟରେ ତ ଆମେ କିଛି କରିପାରିବାନି। ତ ମୁଁ ଆପଣଙ୍କୁ ଯେଉଁ ଉପରେ ଶୁଭ ବେଳା କହିଲି ସେଇ ଶୁଭ ବେଳା ଦେଖି ଆପଣ କିଛି ଯେକୌଣସି ବି ଶୁଭ କାର୍ଯ୍ୟ ଯଦି ଆପଣ ଷ୍ଟାର୍ଟ କରିବାକୁ ଚାହୁଁଛନ୍ତି ଆପଣ ଷ୍ଟାର୍ଟ କରିପାରିବେ। ତା ବ୍ୟତୀତ ଦେଖନ୍ତୁ ମୁଁ ଆପଣଙ୍କୁ ଶୁଭ ବେଳା ତ କହିଦେଲି। ଆପଣ ଯଦି କାଳବେଳାର ସମୟ ଜାଣିବା ପାଇଁ ଚାହୁଁଛନ୍ତି, କାରଣ କାଳବେଳା ସମୟରେ କିଛି ଶୁଭ କାର୍ଯ୍ୟ କରାଯାଏ ନାହିଁ, ତ କାଳବେଳା ଆପଣଙ୍କର ରହୁଛି ସକାଳ 9ଟା 13ରୁ 12ଟା 20 ମଧ୍ୟରେ। ତ ଏହି ସମୟରେ ଆପଣ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବେ ନାହିଁ। ତାପରେ ଦେଖନ୍ତୁ ସରସ୍ୱତୀ ପୂଜା ବା ବସନ୍ତ ପଞ୍ଚମୀ ଆମର ହେଉଛି ଜ୍ଞାନ ଓ ବିଦ୍ୟାର ସେଦିନ ଶୁଭ ଆରମ୍ଭ କରାଯାଇଥାଏ। ଏଇ ଦିନକୁ ଜ୍ଞାନର ଦେବୀ ମା ସରସ୍ୱତୀଙ୍କର ଜନ୍ମ ତିଥି ଭାବେ ଗ୍ରହଣ କରାଯାଇଛି। ତେଣୁ ଏଥିରେ ଯୋଗ, ପାଠପଢ଼ା, କଳା, ସଙ୍ଗୀତ, କଲମ କି ପେନସିଲ, ବହି, ଖାତା, ନୂଆ କୌଶଳ କିଛି ଆରମ୍ଭ କରିବାର ଏଇଟା ହେଉଛି ଶୁଭ ଦିନ। ତା ବ୍ୟତୀତ ଆମର କୁହାଯାଇଛି ବସନ୍ତ ପଞ୍ଚମୀ ହେଉଛି ଶୀତର ଶେଷ ଆଉ ବସନ୍ତ ଋତୁର ଆଗମନ। ମାନେ ପ୍ରକୃତିର ବି ଗୋଟେ ନୂଆ ରୂପ ଆମକୁ ଦେଖିବାକୁ ମିଳେ। ଗଛରେ ନୂଆ ପତ୍ର, ସୋରିଷ କ୍ଷେତ ଆଉ ମନକୁ ଶାନ୍ତ କରୁଥିବା ଭଳିଆ ପୁରା ଧୀର ବସନ୍ତ ଋତୁର ଆଗମନ, ପୁରା ଧୀର ଧୀର ପବନ, ମାନେ ଏ ସବୁ ମଧ୍ୟ ରହିଥାଏ। ତାପରେ ସରସ୍ୱତୀ ପୂଜା ମା ସରସ୍ୱତୀଙ୍କର ପ୍ରିୟ ରଙ୍ଗ ହେଉଛି ଧଳା। ତ ଧଳା ରଙ୍ଗ ହେଉଛି ପବିତ୍ରତା, ଆଶା ଆଉ ଜ୍ଞାନ, ତା ସହିତ ସକାରାତ୍ମକ ଊର୍ଜାର ଗୋଟେ ପ୍ରତୀକ। ତେଣୁ ସରସ୍ୱତୀ ପୂଜା ବି ଗୋଟେ ପରିବେଶକୁ ପବିତ୍ର, ଆଶା ତା ସହିତ ଜ୍ଞାନ ଆଉ ସକାରାତ୍ମକ ଶକ୍ତି ନେଇକରି ଆସିଥାଏ। ଆଉ ଏଇ ଦିନଟି ହେଉଛି ବିଦ୍ୟା, କଳା ଓ ସଙ୍ଗୀତର ସମ୍ମାନର ଦିନ। କାରଣ ମା ସରସ୍ୱତୀଙ୍କୁ ଆପଣ ଦେଖିବେ ଯଦି ସେ କାହା ଉପରେ ବସିଛନ୍ତି, ଗୋଟେ ପଦ୍ମ ଉପରେ ବସିଛନ୍ତି, ଶ୍ୱେତର ପଦ୍ମ, ତାଙ୍କର ତା ସହିତ ହଂସ, ଧଳା ହଂସ ଅଛି, ବଂଶୀ ଗୋଟେ ଧରିଛନ୍ତି, ବହି ଗୋଟେ ଧରିଛନ୍ତି, ହାତରେ ଧରିଛନ୍ତି, ବୀଣା ଧରିଛନ୍ତି। ବୀଣା ହେଉଛି ସଙ୍ଗୀତର ପ୍ରତୀକ, ବହି ହେଉଛି ଜ୍ଞାନର ପ୍ରତୀକ, ହଂସ ବା ପଦ୍ମ ହେଉଛି ପବିତ୍ରର ପ୍ରତୀକ, ପବିତ୍ର ବୁଦ୍ଧି ହେଲା। ତ ଏହି ସବୁ ଜିନିଷକୁ ସମ୍ମାନ ଦିଆଯାଇ ଏହି ଦିନ ଆମର ବିଦ୍ୟା ଆରମ୍ଭ କି କୌଣସି ଶୁଭ କାର୍ଯ୍ୟର ଆରମ୍ଭ ମଧ୍ୟ କରାଯାଇଥାଏ। ଆପଣମାନେ ଦେଖିଥିବେ ଯେଉଁମାନଙ୍କର ପାଠପଢ଼ା ଆରମ୍ଭ ହେଇନାହିଁ ସେମାନଙ୍କର ମଧ୍ୟ ଏହି ଦିନ ଛୋଟ ଛୁଆଙ୍କର ଖଡ଼ି ଛୁଆଁ ମଧ୍ୟ ହେଇଥାଏ। ତ ଯେକୌଣସି ଆପଣ କାମ କରିବେ
ତ କୌଣସି ଶୁଭ ମୁହୂର୍ତ୍ତରେ ଯଦି ଆପଣ ମାନେ ଜ୍ୟୋତିଷ ମହତ୍ଵ ଅନୁସାରେ ବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତ ବସନ୍ତ ପଞ୍ଚମୀ ସାଧାରଣତଃ ଅଭିଜିତ ମୁହୂର୍ତ୍ତ ସହ ମିଳିଥାଏ, ଯାହାକୁ ଜ୍ୟୋତିଷରେ ସବୁଠାରୁ ଶୁଭ ମୁହୂର୍ତ୍ତ ବୋଲି ଧରାଯାଇଥାଏ। ଏହି ଦିନକୁ ସର୍ବ ସିଦ୍ଧି ଦିବସ ମଧ୍ୟ କୁହାଯାଏ। କୌଣସି ନୂଆ କାମ ଆରମ୍ଭ କରିବାକୁ ଏହି ଦିନ ମୁହୂର୍ତ୍ତ ଦେଖାଯାଏ ନାହିଁ। ବିନା ମୁହୂର୍ତ୍ତରେ ଆପଣ କୌଣସି ଶୁଭ କାର୍ଯ୍ୟ କରିପାରିବେ। ତା ବ୍ୟତୀତ ଏହି ଦିନ ଶୁକ୍ର ଆଉ ସୂର୍ଯ୍ୟ ଦେବଙ୍କର ମାନେ ସେଦିନ ବଳବାନ ଥାନ୍ତି। ଶୁକ୍ର ହଉଛନ୍ତି କଳା, ସୌନ୍ଦର୍ଯ୍ୟ ଓ ସଙ୍ଗୀତର ପ୍ରତୀକ। ସୂର୍ଯ୍ୟ ଦେବ ହଉଛନ୍ତି ମାନେ ପ୍ରଭାବଶାଳୀ, ତେଜସ୍ୱୀ ଆଉ ଧ୍ୟାନର ପ୍ରତୀକ। ତ ଏଇ ଦି ଜଣଙ୍କୁ ମିଶାଇ ଦେଲେ ଏଇ ଦିନଟି ଅତ୍ୟନ୍ତ ଶୁଭ ବୋଲି ଗ୍ରହଣ କରାଯାଇଥାଏ। ତା ବ୍ୟତୀତ ଏଇ ଦିନଟି ମନକୁ ଶାନ୍ତି ମାନେ ସକ୍ରିୟ ମଧ୍ୟ କରିଥାଏ। ତେଣୁକରି ଆପଣ ଏହି ଦିନରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ଯଦି ଆପଣ ଘରେ ସରସ୍ୱତୀ ପୂଜା କରୁଛନ୍ତି ତ କେମିତି ସହଜ ସରଳ ଉପାୟରେ ପୂଜା କରିବେ ଦେଖନ୍ତୁ। ତ ଆପଣ ପୂର୍ବ ଦିନରୁ ଘରକୁ ଭଲ ଭାବରେ ଧୁଆପୋଛା କରିଦେବେ। ଧୁଆପୋଛା କରିସାରିଲା ପରେ ଟିକେ ଗୋମୟରେ ପୋଛିଦେବେ। ତ ଯେଉଁ ସ୍ଥାନରେ ଆପଣ ମାଙ୍କୁ ପୂଜା, ପ୍ରଥମେ ଆପଣ ସକାଳୁ ଉଠି ଯେମିତି ମୁଣ୍ଡ ଧୋଇ ଗାଧୋଇବା କଥା ଗାଧୋଇବେ। ଶୁଦ୍ଧ ଡ୍ରେସ୍ ମାନେ ଗୋଟେ ଭଲ ସଫାସୁତୁରା ପୋଷାକ ପିନ୍ଧିବେ। ପୋଷାକ ପିନ୍ଧି ସାରିଲା ପରେ ପ୍ରଥମେ ଆପଣ ଘର ଠାକୁର ପୂଜା କରିଦେବେ, ମା ବୃନ୍ଦାବତୀଙ୍କୁ ପୂଜା କରିଦେବେ, ତାପରେ ଆପଣଙ୍କ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଦେବେ। ତାପରେ ଆପଣ ଯେଉଁ ସ୍ଥାନରେ ମାଙ୍କୁ ପୂଜା କରିବେ, ମା ସରସ୍ୱତୀଙ୍କୁ ପୂଜା କରିବେ, ସେଇ ସ୍ଥାନକୁ ସେଇ ଦିନ କି ତା ପୂର୍ବ ଦିନ ଆପଣଙ୍କ ସୁବିଧା ଅନୁସାରେ ଗୋମୟରେ ଟିକେ ପୋଛିଦେବେ। ପାରେ ଯଦି ଟିକେ ରଙ୍ଗୋଲି ପକେଇଦେବେ, ଟିକେ ମୁରୁଜ ପକେଇଦେବେ। ମୁରୁଜ ପକେଇଲେ ବହୁତ ଶୁଭ ବୋଲି ଗ୍ରହଣ କରାଯାଇଛି। ଆପଣ ଚାହିଁବେ ଯଦି ତା ପୂର୍ବ ଦିନକୁ ଘରକୁ ଭଲ ଭାବରେ ସଜେଇ ପାରିବେ, ଯେମିତିକି ତୋରଣ, ଆମ୍ବ, ମୂର୍ତ୍ତି ଆଣି ଯଦି ଆପଣ ପୂଜା କରିବାକୁ ଚାହୁଁଛନ୍ତି, ପୁରା ସେ ସ୍ଥାନକୁ ପୂର୍ବ ଦିନରୁ ଲିଚୁ ଲାଇଟ୍ ଲଗେଇ ସଜେଇ ଦେବେ। ଯଦି ଆପଣ ସିମ୍ପଲ ଉପରେ ପୂଜା କରିବା ପାଇଁ ଚାହୁଁଛନ୍ତି ତ ଟିକେ ଖାଲି ମୁରୁଜ ପକେଇବେ। ତାପରେ ଆପଣଙ୍କର କ'ଣ କରିବେ, ମାଙ୍କର ଫଟୋ ଆପଣ ରଖିବେ। ତା ବ୍ୟତୀତ ଦେଖନ୍ତୁ, ପ୍ରଥମେ କଳସ ସ୍ଥାପନା କରିବେ। କ'ଣ କରିବେ, ଗୋଟେ ପିଢ଼ାରେ ଆପଣ କ'ଣ କରିବେ, ନାଲି କପଡ଼ା ହେଲା ନହେଲେ ହଳଦିଆ କପଡ଼ା ବିଛେଇ ଦେବେ। ତ ସେଇ ସ୍ଥାନରେ ପ୍ରଥମେ ପଞ୍ଚାମୃତ ଟିକେ ଛିଞ୍ଚି ଦେବେ, ଗଙ୍ଗା ଜଳ ଛିଞ୍ଚି ଦେବେ। ତାପରେ କ'ଣ କରିବେ, କଳସ ସ୍ଥାପନା କରିବେ। କଳସରେ ଆପଣଙ୍କ ତଳେ ଅଭଙ୍ଗା ଅରୁଆ ଚାଉଳ ଦେବେ। ତାପରେ ଗୋଟେ କୁମ୍ଭରେ ପାଣି, ଗଙ୍ଗା ଜଳ, ଅଗୁରୁ, ଚନ୍ଦନ ଟିକେ, ଆମ୍ବ ଡାଳ, ଦୁବ, ବରକୋଳି ପତ୍ର, ଗୋଟା ଫଳ, ନଡ଼ିଆ, ପଇଡ଼ ଏସବୁ ବସେଇ ପାରିବେ। ନହେଲେ ଗୋଟା ଫଳ ଦେଇ ସାଲୁକନା, ଚନ୍ଦନ, ସିନ୍ଦୁର ଦେଇ ଆପଣ ଫୁଲ ଦେଇ ଆପଣ କ'ଣ କରିବେ, କଳସ ସ୍ଥାପନା କରିବେ। କଳସ ସ୍ଥାପନା କରିସାରିଲା ପରେ ଆପଣ କ'ଣ କରିବେ, ସଂକଳ୍ପ ନେବେ। ହାତରେ କିଛି ପାଣି, ଫୁଲ, ଅକ୍ଷତ ନେଇ ଆପଣ ସଂକଳ୍ପ କରିବେ। କହିବେ ମୁଁ ଆଜି ଆପଣଙ୍କ ନାଁ କହିବେ, ଗୋତ୍ର କହିବେ, କହି ବସନ୍ତ ପଞ୍ଚମୀ ପାଳନ କରୁଛି। ତ ଏମିତି କହି ଆପଣଙ୍କର ଯାହା ବି ମା ସରସ୍ୱତୀଙ୍କୁ ପୂଜା କରି ଜ୍ଞାନ, ବୁଦ୍ଧି, ବିଦ୍ୟା, ସଂସ୍କାର ପାଇଁ ମୁଁ ପ୍ରାର୍ଥନା କରୁଛି। ଆପଣଙ୍କ ଯାହା ବି ଇଚ୍ଛା ଥିବ, ଯାହା ଯୋଉଥିପାଇଁ ଆପଣ ଜ୍ଞାନ, ବିଦ୍ୟା, ବୁଦ୍ଧି, ସଂସ୍କାର ପାଇଁ ଯଦି ପ୍ରାର୍ଥନା କରୁଛନ୍ତି, ଆପଣ ସେଇଟା ପାଇଁ ସଂକଳ୍ପ କରିବେ। ସଂକଳ୍ପ କରିସାରିଲା ପରେ ଆପଣ କ'ଣ କରିବେ, ମା ସରସ୍ୱତୀଙ୍କର ଯେକୌଣସି ଫଟୋ ଆପଣ କ'ଣ କରିବେ, ଯଦି ଅଛି ପଞ୍ଚାମୃତରେ ଟିକେ ସ୍ନାନ କରାଇଦେବେ। ତାପରେ ଶୁଦ୍ଧ ଜଳରେ ସ୍ନାନ କରିସାରିଲା ପରେ ସେଇଠି ଯେଉଁ ପିଢ଼ା ଉପରେ ସେଇଠି ଆପଣ ସ୍ଥାପନ କରିବେ। ଯଦି ଆପଣଙ୍କ ପାଖରେ ମା ସରସ୍ୱତୀଙ୍କ କୌଣସି ଫଟୋ ନାହିଁ, ତାହେଲେ ଆପଣ ଚାହିଁବେ ଯଦି ଗୋଟେ ଗୁଆ ମାଧ୍ୟମରେ ବି ଆପଣ କ'ଣ କରିବେ, ସ୍ଥାପନ କରିପାରିବେ। ଗୁଆକୁ ପ୍ରଥମେ କ'ଣ କରିବେ, ପଞ୍ଚାମୃତରେ ଟିକେ ଧୋଇଦେବେ ବା ସ୍ନାନ କରିଦେବେ। ତାପରେ ଆପଣ ଶୁଦ୍ଧ ଜଳ, ଗଙ୍ଗା ଜଳରେ ସ୍ନାନ କରିଦେବେ। ଆପଣ କ'ଣ କରିବେ, ସେ ପିଢ଼ା ଉପରେ ଗୋଟେ କପଡ଼ା ବିଛେଇ ଦେଇଥିବେ। ତା ଉପରେ ଆଉ ଗୋଟେ କ'ଣ କରିବେ, ଗୋଟେ ପ୍ଲେଟ୍ଟେ ରଖିବେ। ପ୍ଲେଟ୍ ଉପରେ ସେଇ ଗୁଆକୁ ଆପଣ କ'ଣ କରିବେ, ସ୍ଥାପନ କରିବେ। ସ୍ଥାପନ କରିସାରିଲା ପରେ ତାଙ୍କୁ କ'ଣ କରିବେ, ଫୁଲ ଅର୍ପଣ କରିବେ। ଫୁଲ ଅର୍ପଣ କରିଲେ ତାପରେ କ'ଣ କରିବେ, ଯଦି ଫଟୋ ଅଛି ଆପଣ ଫୁଲ, ଚନ୍ଦନ, ସିନ୍ଦୁର, ଗୁଆକୁ ମଧ୍ୟ ଫୁଲ, ଚନ୍ଦନ, ସିନ୍ଦୁର ଅର୍ପଣ କରିବେ। ତାପରେ ତାଙ୍କୁ ବସ୍ତ୍ର ଅର୍ପଣ କରିବେ। ଗୁଆ ଯଦି ଅଛି ଆପଣ ରକ୍ଷାସୂତ୍ର ଅର୍ପଣ କରିପାରିବେ। ତାପରେ ଆପଣ କ'ଣ କରିବେ, ଏତିକି କରିସାରିଲା ପରେ ତାପରେ ଦୀପ, ଧୂପ ଦେଲେ ତାପରେ ନୈବେଦ୍ୟ ଆପଣ ଅର୍ପଣ କରିବେ। ନୈବେଦ୍ୟ ତା ବ୍ୟତୀତ ଆପଣ ସେଇଠି ପୂଜା ସ୍ଥାନରେ ଆପଣଙ୍କର ବହି ଖାତା, ଆପଣଙ୍କର ନୂଆ ପେନ୍, ପେନସିଲ୍, ଆପଣଙ୍କର ଯେକୌଣସି ଆପଣଙ୍କର ଯେମିତିକି ଆପଣଙ୍କ ବିଦ୍ୟା ପାଇଁ ନୂଆ ପେନ୍, ପେନସିଲ୍, ଆପଣଙ୍କ ଯଦି ଛୋଟ ଛୁଆଙ୍କର ସ୍ଲେଟ୍ ଅଛି, ସ୍ଲେଟ୍, ତାଙ୍କର ଖଡ଼ି ସବୁ ସେଇଠି ରଖିବେ। ତାଙ୍କୁ ମଧ୍ୟ ଟିକେ ଗଙ୍ଗା ଜଳ ଛିଞ୍ଚି ଦେବେ। ଟିକେ ଚନ୍ଦନ, ସିନ୍ଦୁର, ଫୁଲ ମଧ୍ୟ ଅର୍ପଣ କରିବେ ସେଇଠି।
ପୂଜା ଯେତେବେଳେ ଆପଣ ମାନେ ସରସ୍ୱତୀଙ୍କର ଫଟୋ କି ଆପଣଙ୍କର ଯାହା ଯେକୌଣସି ଆପଣ ସ୍ଥାପନ କରିସାରିଲା ପରେ ତାଙ୍କୁ ମଧ୍ୟ ଆପଣ ବସେଇ କରି ପୂଜା କରିବେ। ତାପରେ ଆପଣ କରିବେ ନୈବେଦ୍ୟ ଦେବେ। ନୈବେଦ୍ୟରେ ଆପଣ କ'ଣ କରିବେ, ନୈବେଦ୍ୟରେ ଆପଣ ସେଦିନ କ୍ଷୀରି କରିପାରିବେ, କ୍ଷୀରି ଦେଇପାରିବେ, ନହେଲେ ଆପଣ ଫଳମୂଳ ମିଠା ଭୋଗ ମଧ୍ୟ ଦେଇପାରିବେ। ଏଇ ଦିନ ଆପଣ ହଳଦିଆ ଭୋଗ ଦେଲେ ବହୁତ ଶୁଭ ବୋଲି ଗ୍ରହଣ କରାଯାଇଛି। ତ ହଳଦିଆ ଭୋଗ ଦେବେ। ତାପରେ ଆପଣ ତାମ୍ବୁଳ ଦେଇପାରିବେ। ତାମ୍ବୁଳରେ ଆପଣ କ'ଣ କରିବେ, ସେଥିରେ ଆପଣ କ'ଣ କରିବେ, ତାମ୍ବୁଳ ଦେବେ। ତାମ୍ବୁଳ ଅର୍ପଣ କରିସାରିଲା ପରେ ଆପଣ କ'ଣ କରିବେ, ତାଙ୍କର ଆଳତି କରିବେ, ଝୁଣା ଦେବେ, ତାପରେ କର୍ପୂରରେ ଆଳତି କରିବେ। ତାପରେ ଆପଣଙ୍କର ଶେଷରେ ଆପଣ କ'ଣ କରିବେ, ଏତିକି କରିସାରିଲା ପରେ ଆପଣ କ'ଣ କରିବେ, ଶେଷରେ ତାପରେ ଯଦି କିଛି ଆପଣଙ୍କର ଭୁଲ ହେଇଯାଇଛି ଯଦି ଆପଣ କ୍ଷମା ପ୍ରାର୍ଥନା କରିବେ। ଆପଣ ଯଦି କିଛି ସେଦିନ ମନ୍ତ୍ର ଜାଣିଛନ୍ତି, ଯେମିତିକି ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା, ସେଇ ମନ୍ତ୍ର ଆପଣ ମାନେ ସେଇଟା ଆପଣ ପାଠ ବି ମଧ୍ୟ କରିପାରିବେ। ଏଇପରି ତାପରେ ଆପଣ କ'ଣ କରିବେ, ମାନେ ସବୁ ଶେଷ ହେଇସାରିଲା ପରେ ଆପଣ ମଧ୍ୟ ପୁଷ୍ପାଞ୍ଜଳି ଦେଇପାରିବେ। ଏମିତି ଆପଣ ଘରେ ପୂଜା କରିପାରିବେ। ଦେଖନ୍ତୁ, ଯଦି ଘରେ ଛୋଟ ଛୁଆ ଅଛି, ପ୍ରଥମ ଭାବେ ପାଠ ପଢ଼ା ଆରମ୍ଭ କରୁଛି, ତ ଘରେ ଯଦି ଆପଣ କୌଣସି ନନା ବା ବ୍ରାହ୍ମଣକୁ ଡାକି ପୂଜା କରୁଛନ୍ତି, ତାହେଲେ ତାଙ୍କ ଦ୍ୱାରା ଆପଣ ବହି କଲମ କି ଖଡ଼ି ଛୁଆଁ ଆପଣ କରିପାରିବେ ଘରେ। ଆପଣ ଯଦି ଆପଣଙ୍କ ଘରେ ସେତି ସୁବିଧା ନାହିଁ, ଆପଣ ବାହାରେ ଯିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଘରେ ପୂଜା କରିପାରିବେ। ଘରେ ପୂଜା କରିସାରିଲା ପରେ ଆପଣଙ୍କ ଛୁଆଙ୍କୁ ନେଇକରି ଆପଣ କ'ଣ କରିବେ, ତାଙ୍କୁ ଯେକୌଣସି ସ୍ଥାନରେ, ସେମିତି ନାହିଁ ଯେ ଖାଲି ମନ୍ଦିରରେ କରିପାରିବେ, ମନ୍ଦିରରେ କରିପାରିବେ, ନହେଲେ ଯେକୌଣସି ସ୍ଥାନରେ ଯୋଉଠି ବ୍ରାହ୍ମଣ ଥିବେ, ମା ସରସ୍ୱତୀଙ୍କର ପୂଜା ହେଉଥିବ, ସେଠି ଆପଣ କ'ଣ କରିବେ, ଆପଣଙ୍କ ଛୁଆକୁ ପ୍ରଥମେ ମୁଣ୍ଡ ଧୋଇ ଗାଧେଇ ଦେବେ। ତାଙ୍କୁ ହଳଦୀ ଲଗେଇ ମୁଣ୍ଡ ଧୋଇ ଗାଧେଇ ଦେବେ। ଗାଧେଇ ସାରିଲା ପରେ ନୂଆ ଡ୍ରେସ୍ ତାଙ୍କୁ ପିନ୍ଧେଇବେ। ପିନ୍ଧେଇ ସାରିଲା ପରେ ତାଙ୍କୁ କ'ଣ କରିବେ, ସିଏ ଯିବେ ଯେକୌଣସି ସ୍ଥାନକୁ ହଉ, ତାଙ୍କର ନୂଆ ଖଡ଼ି ଆଣିବେ, ସ୍ଲେଟ୍ ଆଣିବେ, କିଛି ଦକ୍ଷିଣା ଦେବା ପାଇଁ ତାଙ୍କୁ ପୂଜାରୀଙ୍କୁ ତାଙ୍କୁ ଦକ୍ଷିଣା ଦେବା ପାଇଁ କିଛି ପଇସା ହେଲା, ନହେଲେ ଆପଣ ଚାଉଳ, ଆଳୁ, କଦଳୀ ଏସବୁ ମଧ୍ୟ ନେଇ ଆପଣ କ'ଣ କରିବେ, ସେ ସ୍ଥାନକୁ ଯିବେ। ସିଏ ତାଙ୍କର କ'ଣ କରିବେ, ଖଡ଼ି ଛୁଆଁ କରିଦେବେ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ଓଁ, ତାପରେ ଯଦି ମଡ଼େଇଲେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଓଁ ଲେଖାଯାଏ ପ୍ରଥମ ଥର। ତ ଏତିକି ଲେଖି ସାରିଲା ପରେ ଆପଣ ସେଠି ଛୁଆ କ'ଣ କରିବେ, ପୁଷ୍ପାଞ୍ଜଳି ଦେବେ। ପୁଷ୍ପାଞ୍ଜଳି ଦେଇ ସାରିଲା ପରେ ତାଙ୍କର ବିଦ୍ୟାରମ୍ଭ ହେଇଗଲା। ତ ଦେଖନ୍ତୁ, ବିଦ୍ୟାରମ୍ଭ ସେମାନେ ଆରାମସେ କରିଦେବେ। ଆପଣ ଯେକୌଣସି ଜାଗାକୁ ଆପଣ ଯିବେ ଯଦି, ତ ଆପଣ ଘରେ ଯଦି ଆପଣ ପୂଜା କରୁଛନ୍ତି, ଘରେ ଆପଣ ଏମିତି ସହଜ ସରଳ ଉପାୟରେ ଆପଣ ପୂଜା କରିପାରିବେ। ଯେହେତୁ ଆପଣ ମାଙ୍କୁ ବସେଇଛନ୍ତି, ଆପଣ ମାନେ 3 ପ୍ରହରର ପୂଜା ନ କଲେ ମଧ୍ୟ 2 ପ୍ରହରର ପୂଜା କରିବେ। ଯେମିତି ମାନେ 2 ଥର ପୂଜା କରିବେ। ଯେମିତିକି ସକାଳେ ଆପଣ ପୂଜା କଲେ, ପୂଜା ଶେଷ କରିସାରିଲା ପରେ ଆପଣ କ'ଣ କରିବେ, ସନ୍ଧ୍ୟା ବେଳକୁ ଆପଣ ଆଉ ଥରେ କ'ଣ କରିବେ, ପୂଜା କରିଦେବେ। ପୂଜା ମାନେ ପୂଜାର ଅର୍ଥ ଆପଣ କ'ଣ କରିବେ, ସେଦିନ ଆପଣ କିଛିଟା ମାନେ ସନ୍ଧ୍ୟାବେଳେ ଆପଣ ଆଉ ଥରେ ଫୁଲ ଟିକେ ଦେଇଦେବେ। ଫୁଲ ଦେଇ ସାରିଲା ପରେ ଆପଣ କ'ଣ କରିବେ, ଫୁଲ ଦେଇ ସାରିଲା ପରେ ଆପଣ କ'ଣ କରିବେ, ଦୀପ ଧୂପ ତା ସହିତ ଆପଣ ଭୋଗ ମଧ୍ୟ ଦେଇପାରିବେ। କିଛି ଅସୁବିଧା ନାହିଁ, ଭୋଗ ଦେଇପାରିବେ। କିନ୍ତୁ ଦୀପ ଧୂପ ଝୁଣା କର୍ପୂର ଦେଇ ଆପଣ କ'ଣ କରିବେ, ପୂଜା କରିପାରିବେ। ଦେଖନ୍ତୁ, ଶୁକ୍ରବାର ଦିନ ଆପଣଙ୍କର ପଡ଼ୁଛି ସରସ୍ୱତୀ ପୂଜା। ଯେହେତୁ ଶୁକ୍ରବାର ପଡ଼ୁଛି, ତ ଶନିବାର ଦିନ ଆପଣ ଉଜେଇ ପାରିବେ ନାହିଁ, କାରଣ ଶନିବାରଟାରେ ଉଜା ଯାଏ ନାହିଁ। ତ ଆପଣ କ'ଣ କରିବେ, ରବିବାର ଦିନ ଉଜେଇ ପାରିବେ। ରବିବାର ଦିନ ଆପଣ ମାଘ ସପ୍ତମୀ ରହୁଛି, କିନ୍ତୁ କିଛି ଅସୁବିଧା ନାହିଁ, ତ ଆପଣ ସେଦିନ ଉଜେଇ ପାରିବେ। କିନ୍ତୁ ଶନିବାର ଦିନ ଯେହେତୁ ଉଜା ଯାଏ ନାହିଁ, ତ ଆପଣ କ'ଣ କରିବେ, ରବିବାର ଦିନ ଉଜେଇ ପାରିବେ। ଏମିତି ରହିଛି ସରସ୍ୱତୀ ପୂଜାର କିଛି ମହତ୍ତ୍ୱ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି, ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।